हेलो फ्रेंड्स नमस्कार मु होची मधुसूदन माझी आपण देखुथुबे द लेटेस्ट जॉब आज आपणक पई नुआ वीडियो नहीं आइछि जहाँकि ऑफिस थ्रो रु इंजीनियर को पिलांको पई भल खबर गोटे सिविल आइछि आउ गोटे मेकानिकल आइछि आउ पर इलेक्ट्रिकल नोटिफिकेशन भी आइछि आपण केमिति एई जॉब को अप्लाई करिवे आपण हाथ रे केमिति एई जॉब टा पाइबे आज डिटेल्स जॉब विषय मु किछि हिंटा कही दउछि ଆପଣ ଶୁଣନ୍ତୁ ଏଇଠି ଦେଖନ୍ତୁ ଆପଣ ଦେଖିପାରୁଥିବେ ଆମର ଲେଖା ହେଇଛି ଓପିଏସି ମାନେ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ଆମର କୋଉ ତାରିଖରେ ନୋଟିଫିକେସନ ଅଛି 19 ତାରିଖରେ ଆଇଛି 2023-24 ଏଇଟା କ'ଣ ପୋଷ୍ଟ ପାଇଁ ନେଉଛି ଏଇଟା ଦେଖିପାରୁଥିବେ ଆମର ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ସିଭିଲ୍ ଆଣ୍ଡ ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ ମେକାନିକାଲ ଇଞ୍ଜିନିୟର ପାଇଁ ଏଇଟା ଜବ୍ଟା ଭେକେନ୍ସି ନେଇ ଆଇଛି ଆମର ଅଫିସଟା ମାନେ ଏଇଟା କୋଉଠି ଓଡ଼ିଶା ଇଞ୍ଜିନିୟରିଂ ସର୍ଭିସ ଅଣ୍ଡର ଦ ୱାଟର ରିସୋର୍ସ ଡିପାର୍ଟମେଣ୍ଟ ଆପଣ ୱାଟର ରିସୋର୍ସରେ ଡିପାର୍ଟମେଣ୍ଟରେ କାମ କରିବାକୁ ପଡ଼ିବ କାମ କ'ଣ ସେଇଠି ଡିଟେଲ୍ସ କହିବେ ଆପଣଙ୍କୁ ପ୍ରାକ୍ଟିକାଲ ଦେବେ କାମ କେମିତି କରିବେ ସେଇଟା ମୁଁ ଆଉ କିଛି ଅଧିକ କହିବିନି ଆପଣ ଯଦି ଚାହୁଁଛନ୍ତି ନୋଟିଫିକେସନ୍ ପାଇବା ପାଇଁ ହେଲେ ଓପିଏସସି ଥ୍ରୋ ୱେବସାଇଟ୍କୁ ଯାଆନ୍ତୁ ଆପଣଙ୍କୁ ଓପିଏସ୍ର ମାନେ ନୋଟିଫିକେସନ୍ଟା ମିଳିଯିବ ଏଇଠି ଆମର ଭେକେନ୍ସି ପୋଜିସନ୍ ଅଛି କେଉଁ ଫିଲ୍ଡରେ କେତେ ଅଛି ଆମେ ଦେଖିଦେବା ଆମର ଏଠି ସିରିଆଲ ନମ୍ବର ଦେଇଛି କ୍ୟାଟାଗୋରୀ ଦେଇଛି ନମ୍ବର ଅଫ୍ ଭେକେନ୍ସି ଦେଇଛି ନମ୍ବର ଅଫ୍ ପୋଷ୍ଟ ରିଜର୍ଭ କ୍ୟାଟାଗୋରୀ ବି ଦେଇଛି ଆର୍ ପି ଡବ୍ଲ୍ୟୁ ଡି କ୍ୟାଣ୍ଡିଡେଟ୍ ମାନଙ୍କୁ ବି ଦେଇଛି ଆମର ୟୁଏର ଅଛି 326 ଆଣ୍ଡ 109 ଓମେନ୍ର ଅଛି ଆଉ ମେଲ୍ର 326 ଏସିବିସିର ଅଛି 77 ଆଉ ମହିଳାମାନଙ୍କର ଅଛି ଆମର 26ଟା ଆଉ ଏସିର ଅଛି 137 ଆମର 45ଟା ଅଛି ଓମେନ୍ କ୍ୟାଟାଗୋରୀ ଆଉ ଏସଟିର ଦେଖ ଜାଣିବ ଏସଟିର ଅଛି 40ଟା ମାନେ 40ଟା ମେଲ୍ର ଅଛି 40ଟା ଭେକେନ୍ସି ମେଲ୍ ଆଉ ଫିମେଲ୍ର ଅଛି ଆମର କେତେଟା 14ଟା ଫିମେଲ୍ର ଅଛି ଫିମେଲ୍ର 14ଟା ଅଛି ଟୋଟାଲ ନେଇଯାଇଛି 580 ଜବ୍ ଆମର ଯେତିକି ଆମର ମେଲ୍ର ହେଲା 580 ଆଉ ଫିମେଲ୍ର ହେଲା 194ଟା ଓକେ ଫ୍ରେଣ୍ଡସ୍ ଆପଣ ଏଇଠି ଉପରଟା ଜାଣିନେଲେ ଆପଣ ଏଇଟା କେମିତି ଆପ୍ଲାଏ କରିବେ ଆପଣଙ୍କୁ ଡେଟ୍ ଏଇଠି ମେନସନ୍ ହେଇଥିବ ଆଉ ଏଇଟା ମୁଁ ତ ଏଇଟା ହେଉଛି ଆମର ରିଜର୍ଭ PWD କ୍ୟାଣ୍ଡିଡେଟ୍ ମାନଙ୍କ ପାଇଁ ଏଇଟା ଏଇ ଲାଇନ୍ ଏଠି କ'ଣ ଏଇଟା ଲେଖା ହେଇଛି ଦ କ୍ୟାଣ୍ଡିଡେଟ୍ ଆର୍ ରିକ୍ୱାର୍ଡ ଟୁ ଗିଭ୍ ଦେୟାର ପ୍ରିଫରେନ୍ସ ଚଏସ୍ ଅଫ୍ ଡିପାର୍ଟମେଣ୍ଟ ଇନ୍ ଦେୟାର ଅନଲାଇନ୍ ଆପ୍ଲିକେସନ୍ ଫ୍ରମ୍ ଦ ପୋଷ୍ଟ ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ସିଭିଲ୍ ଆପଣଙ୍କୁ ଏଠି ଦିଆଗଲା ଆପଣଙ୍କୁ ଏଠି ପ୍ରିଫରେନ୍ସ ଦେବାକୁ ପଡ଼ିବ କେଉଁ ଡିପାର୍ଟମେଣ୍ଟରେ ଏଇସବୁ ଆଉ ଏଇଟା ଆମର ମେକାନିକାଲର କଥା ହେବା ଆମର ମେକାନିକାଲର ରହିଛି 22 ୟୁଆର୍ କ୍ୟାଟାଗୋରୀର ଏସବିସିର 4ଟା ଓମେନ୍ର 1ଟା ଆଉ 7ଟା ଆମର ୟୁଆର୍ର ଏସିର 5ଟା ଆଉ ଓମେନ୍ର 2ଟା ଆଉ ଏସଟିର 10ଟା ଓମେନ୍ର 3ଟା ଆହୁରି PWD କ୍ୟାଟାଗୋରୀ ରହିଛି ଓ ବ୍ଲାଇଣ୍ଡ ଯେଉଁ ଲୋ ଭିଜନ୍ର ରହିଛି ଗୋଟାଏ ଓମେନ୍ର 0 ଆଉ ହିୟରିଂ ଇମ୍ପାୟାର୍ଡ଼ର ରହିଛି ଗୋଟାଏ ଆଉ ଲୋକମୋଟର ଡିଜାବିଲିଟି ସର୍ଭର ପ୍ଲେଜର ରହିଛି 00 ଆଉ 0 ଓକେ ଫ୍ରେଣ୍ଡସ୍ ଆପଣ ଏଠି ଲେଖା ହେଇଛି ଯେ ଏଇସବୁ ଡିଟେଲ୍ସ ଆପଣ ପଢ଼ିବେ ଆଉ ଏଲିଜିବୁଲ୍ କ'ଣ ଆମେ ଏଜ୍ କ୍ୟାଟାଗୋରୀ କେତେ ଆମକୁ ଏଜ୍ ଦରକାର କେତେ ମାନେ ଯାହାର 21 ଚାଲିଛି ନା ଆଉ ଯାହାର 21ରୁ 38 ଭିତରେ ଥିବ ତାହେଲେ ସେଇ କ୍ୟାଣ୍ଡିଡେଟ୍ଟା ଏଇ ଜବ୍ ପାଇଁ ଇଲିଜିବୁଲ୍ ମାନେ ଆପ୍ଲାଏ କରିପାରିବ ଆଉ ଯଦି ଏଜ୍ ରିଲାକ୍ସନ୍ ଚାହୁଁଛନ୍ତି ତାହେଲେ ST SC ମାନଙ୍କର 5 ବର୍ଷ ଏଜ୍ ରିଲାକ୍ସନ୍ ଆପଣଙ୍କୁ ଏଜୁକେସନ୍ କ୍ୱାଲିଫିକେସନ୍ କ'ଣ ଆପଣ ଡିଗ୍ରୀ କରିଥିବାର ଅଛି ଇଞ୍ଜିନିୟରିଂ ଫିଲ୍ଡରେ ମେକାନିକାଲ ଆଣ୍ଡ ସିଭିଲ୍ ମେଥଡ଼ ଅଫ୍ ସିଲେକ୍ସନ୍ ମାନେ ଆପଣଙ୍କୁ କେମିତି ଏଇଠି ସିଲେକ୍ସନ୍ ପ୍ରୋସିଜର୍ କେମିତି ହେବେ ଆପଣ କେମିତି ସିଲେକ୍ଟ ହେବେ ଆପଣଙ୍କୁ ଏଇଠି ଟୋଟାଲି ଦିଆହେଇଛି ଆପଣଙ୍କୁ ଗେଟ୍ ସ୍କୋର ଆଣ୍ଡ ଇଣ୍ଟରଭ୍ୟୁ ୱା ଅଫିସ୍ ଆଉ ନିଜେ ଏକ୍ଜାମ୍ କରୁନି ସେ ଓନ୍ଲି ଗେଟ୍ ଏକ୍ଜାମଟା ନେବ ଭ୍ୟାଲିଡିଟି ଦେବ 2024
2023 ଯିଏ ଏକ୍ଜାମ୍ ଦେଇଛି, 2023 ଯିଏ ଦେଇଛି, ତାହାର ଗେଟ୍ ସ୍କୋର୍ ଯଦି ଭଲ ଆଣିଥିବ ତାହେଲେ ସେ ଗେଟ୍ ସ୍କୋର୍ ନେଇକି ଯିବ, ସିଲେକ୍ସନ୍ ମୋଡ଼ ହେବ, ଆହୁରି ଇଣ୍ଟରଭ୍ୟୁ ଦେବ, ତାହେଲେ ସେଇଠି ସେଇଭଳିଆ ସିଲେକ୍ସନ୍ ଚାଲିବ। ଆପଣ ଏଇଠି ଲେଖା ହେଇଛି ଡିଟେଲ୍ସ, ଆପଣ ଗେଟ୍ ସ୍କୋର୍ କ୍ୟାରିଂ 90% ୱେଟେଜ୍ ଦିଆହେଇଛି ଆଣ୍ଡ ଇଣ୍ଟରଭ୍ୟୁ କ୍ୟାରିଂ ନେଇଛି 10% ୱେଟେଜ୍ ନେଇଛନ୍ତି। ଓକେ, ଆପଣ ଏଇଠି ଡିଟେଲ୍ସ ଜାଣିଲେ, ଆପଣଙ୍କୁ ଗେଟ୍ କ୍ୱାଲିଫାଇ କରିଦେବାର ଅଛି, ଭଲ ସ୍କୋର୍ ଆଣିଥିବାର ଅଛି। ଓକେ, ଆଉ ଇଣ୍ଟରଭ୍ୟୁ ଦେବେ ଆଉ ଯାଇକି ଆଉ ଏଇଠି ଲେଖା ହେଇଛି କେସ୍ ଟୁ କ୍ୟାଣ୍ଡିଡେଟ୍ ସିକ୍ୱେରିଂ ଦ ସେମ୍ ୱାର୍କ ଏଗ୍ରି ଟୁ ଦ କ୍ୟାଣ୍ଡିଡେଟ୍ ହାୟର ମାର୍କସ୍ ପଜିସନ୍ ଫର୍ ଦ ଅଦର୍ସ। ଆପଣ ଜାଣିଲେ ସିଲେକ୍ସନ୍ ମେଥଡ଼ କେମିତି ହେବେ। ଆପଣଙ୍କ ଏଠି ନୋଟ୍ ଏଇଟା ଭେରି ଭେରି ଇମ୍ପୋର୍ଟାଣ୍ଟ, ଏଇଟା ପଢ଼ିକି ଲେଖିବେ। ଏଇଟା କ'ଣ ଲେଖା ହେଇଛି, କ୍ୟାଣ୍ଡିଡେଟ୍ ଆର୍ ଅପଲୋଡ଼ ଦେୟାର ସାର୍ଟିଫିକେଟ୍ ସୋ ଭ୍ୟାଲିଡ୍ ଗେଟ୍ ସ୍କୋର୍। ଆପଣଙ୍କୁ ଯେଉଁ ଭ୍ୟାଲିଡ୍ ସ୍କୋର୍ ସାର୍ଟିଫିକେଟ୍ ଦେବ ସେଇଟା ଆପଣଙ୍କୁ ଅପଲୋଡ଼ କରିବାକୁ ପଡ଼ିବ ଫ୍ରେଣ୍ଡସ୍। ଆଉ ଆପ୍ଲିକେସନ୍ ଫି କେତେ, ଆମର ଏଇଟା ଆପ୍ଲିକେସନ୍ ପେମେଣ୍ଟ ଫି ଦେଇ ଦେଇଛି, କିନ୍ତୁ ଆମର STCର ନାହିଁ, ଆପ୍ଲିକେସନ୍ ତ ନାହିଁ, ଆଉ ଫିଟା। ଆପଣଙ୍କ ଅଦର ଇଲାଜିବିଲିଟି କ'ଣ, ଇଲିଜିବିଲିଟି ଆପଣ ଦେଖୁଥିବେ ମୋଷ୍ଟ ସିଟିଜନ୍ ଇଣ୍ଡିଆ ହେଇଥିବେ, ଆପଣଙ୍କୁ ଏଇଠି ଡିଟେଲ୍ସ ପଢ଼ିବେ। ଆଉ ଆପଣ ଓଡ଼ିଆରେ ପାସ୍ କରିଥିବା ନିହାତି ଦରକାର, ଆଉ ଇଂଲିଶ ବି କହିପାରୁଥିବାର ଅଛି, ଲେଖିପାରୁଥିବାର ଅଛି, ତାହେଲେ ହେବ। ଆଉ ସାର୍ଟିଫିକେଟ୍ ଏଇଠି କ'ଣ ହେଇଛି, ଯିଏ ନୋ ଅବଜେକ୍ସନ୍ ସାର୍ଟିଫିକେଟ୍ ବି ନେଇକି ଯିବାକୁ ପଡ଼ିବ ଯିଏ ଜବ୍ କରୁଥିବ। ଆଉ ଏଇଠି UPSC ଏଇଠି ଲେଖା ହେଇଛି ଆମର। ଓକେ, ଆମେ ନୋଟ୍ ଭଲସେ ପଢ଼ିବେ ଫ୍ରେଣ୍ଡସ୍। ମୁଁ ଆଉ ଭିଡ଼ିଓଟା ମୁଁ କହୁନି, କାହିଁକିନା ମୁଁ ସର୍ଟରେ କହୁଛି, ଯଦି ମୁଁ କହିବି ଭିଡ଼ିଓଟା ଲଙ୍ଗ୍ ହେଇପାରେ। ଦେଖନ୍ତୁ, ଆପଣ କେମିତି ଆପ୍ଲାଏ କରିବେ ସେଇ କଥାଟା କହିଦେଉଛି। ଆପଣ ହାଉ ଟୁ ଆପ୍ଲାଏ, ମାନେ ଆପଣ ଯଦି ଆପ୍ଲାଏ କରିବାକୁ ଚାହୁଁଛନ୍ତି ନା, OPSC ୱେବସାଇଟ୍କୁ ଯିବେ, ଯାହାର ରେଜିଷ୍ଟ୍ରେସନ୍ ହେଇସାରିଛି ଅଲରେଡ଼ି, ତାହେଲେ ଲଗ୍ଇନ୍ କରିକି ଆପ୍ଲାଏ କରିଦିଅନ୍ତୁ। ଏଇ ଜବ୍ ମିସ୍ କରନ୍ତୁନି ଜମା। ଆଉ ଯାହାର ଟୋଟାଲ୍ ଏଇ ୱେବସାଇଟ୍ ଅଫିସରେ ରେଜିଷ୍ଟର କରିନାହାନ୍ତି, ରେଜିଷ୍ଟ୍ରେସନ୍ କରିବାକୁ ପଡ଼ିବ, ଆଉ ପୁଣି ଜବ୍ଟା ଆପ୍ଲାଏ କରିବାକୁ ପଡ଼ିବ। ଆଉ ଏଇଟା ସ୍ପେସିଆଲାଇଜେସନ୍ କାଉଣ୍ଟର, ଯଦି ଆପଣ ଯଦି କିଛି ପଚାର ପାଇଁ ଯଦି ହେଲ୍ପ ଦେବା ପାଇଁ ଚାହୁଁଛନ୍ତି, ତାହେଲେ ଏଇ ନମ୍ବରକୁ କଣ୍ଟାକ୍ଟ କରିବେ। ଆପଣଙ୍କର ଏଇଠି ଲେଖା ହେଇଛି, ମାନେ ଯେଉଁଟା ଡେଟ୍ ଆଭେଲେବଲ୍ ଆଉ କେଉଁଟା ଆମର ଡେଟ୍ ଆଭେଲେବଲ୍, ଏଇ ତାରିଖ ଲାଷ୍ଟ ଡେଟ୍ ଆକ୍ସେପ୍ଟ କରିବ। ଓକେ, ଥ୍ୟାଙ୍କ ୟୁ ଫ୍ରେଣ୍ଡସ୍ ୱାଚିଂ ଫର୍ ମାଇ ଭିଡ଼ିଓ। ଯଦି ତୁମକୁ ଭିଡ଼ିଓଟା ଭଲ ଲାଗିଲା ହେଲେ ତାହେଲେ ମୋ ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଗାମୀ ଦିନରେ ମୁଁ ଆପଣଙ୍କ ପାଇଁ ଭଲ ଭଲ ଭିଡ଼ିଓ ନୋଟିଫିକେସନ୍ ନେଇ ଆସି ଜବ୍ ନୋଟିଫିକେସନ୍ ଭିଡ଼ିଓ ଯାକ। ଓକେ, ବାଏ।